पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते ओम शांतिः शांतिः शांतिः। शङ्करं शङ्कराचार्यं केशवं वादरायणं सूत्रभाष्यकृतो वन्दे भगवन्तौ पुनः पुनः ईश्वरो गुरुरात्मेति मूर्तिभेदविभागिने व्योमवद्व्याप्तदेहाय दक्षिणामूर्तये नमः। ଆଜି ଆମେ ଆଲୋଚନା ଆରମ୍ଭ କରୁଛୁ ଗୋଟିଏ ବହୁତ ବଡ଼ ପ୍ରଶ୍ନରୁ। ବେଦାନ୍ତ କହେ ଯେ ସତ୍ୟ ହେଉଛି ଗୋଟିଏ ପୂର୍ଣ୍ଣ, କିନ୍ତୁ ଆମେ ଯୋଉ ଜୀବନ ଦେଖୁଛୁ ସେଇଟା ତ ପୁରା ଭଙ୍ଗା ଭଙ୍ଗା ଲାଗେ। ହଁ, ସୁଖ ଦୁଃଖ ଭଲ ମନ୍ଦ, ହଁ ମୁଁ ତୁମେ ଏତେ ସବୁ ଦ୍ୱନ୍ଦ୍ୱ କାହିଁକି? ଯଦି ବାସ୍ତବରେ ସବୁକିଛି ଏକ, ତେବେ ଆମ ଅନୁଭୂତି ଏମିତି ଖଣ୍ଡ ଖଣ୍ଡ କାହିଁକି? ଏଇ ମୂଳ ପ୍ରଶ୍ନରୁ ଉତ୍ତର ଖୋଜିବା ପାଇଁ ଆମେ ଆଜି ଗୋଟିଏ ବହୁତ ଶକ୍ତିଶାଳୀ ଉପନିଷଦର ସାହାଯ୍ୟ ନେବା, ଶୁକ୍ଳ ଯଜୁର୍ବେଦର ମନ୍ତ୍ରିକ ଉପନିଷଦ। ଆଉ ଆମର ଆଧାର ହେଉଛି ସ୍ୱାମୀ ପ୍ରଣବାନନ୍ଦ ପୁରୀଙ୍କ ବ୍ୟାଖ୍ୟା। ହଁ, ସ୍ୱାମୀଜୀଙ୍କ ଦୃଷ୍ଟିକୋଣ ବହୁତ ଅଲଗା। ସେ ଜଣେ ଦଶନାମୀ ସନ୍ନ୍ୟାସୀ, କିନ୍ତୁ ପରିବେଶ ବିଜ୍ଞାନ, ମ୍ୟାନେଜମେଣ୍ଟ ଏସବୁରେ ଡିଗ୍ରୀ ହାସିଲ କରିଛନ୍ତି। ସେ ଆଧ୍ୟାତ୍ମିକତାକୁ କେବଳ ବିଶ୍ୱାସ ନୁହେଁ ବରଂ ଆତ୍ମାର ବିଜ୍ଞାନ ବୋଲି କହନ୍ତି, ସାଇନ୍ସ ଅଫ୍ ଦ ସ୍ପିରିଟ୍। ଏକଦମ। ତେବେ ଆସନ୍ତୁ ସେହି ବିଜ୍ଞାନର ଆଖିରେ ଏହି ପହିଳିର ସମାଧାନ ଖୋଜିବା। ଦେଖନ୍ତୁ, ମନ୍ତ୍ରିକ ଉପନିଷଦ ଏହି ସମସ୍ୟାର ସମାଧାନ ତିନୋଟି ପର୍ଯ୍ୟାୟରେ ଦେଇଥାଏ। ତିନୋଟି ପର୍ଯ୍ୟାୟ? ହଁ। ପ୍ରଥମେ ସେ କହେ ଏକ ଶକ୍ତିଶାଳୀ ଭ୍ରମ ବିଷୟରେ, ଦ୍ୱିତୀୟରେ ସେହି ଅବର୍ଣ୍ଣନୀୟ ସତ୍ୟ ବିଷୟରେ, ଆଉ ତୃତୀୟରେ ଆମ ଭିତରେ ଥିବା ଜଣେ ସାକ୍ଷୀ ବିଷୟରେ। ଠିକ୍ ଅଛି, ତେବେ ପ୍ରଥମରୁ ଆରମ୍ଭ କରିବା। ସେହି ଭ୍ରମ। ଉପନିଷଦ ଆରମ୍ଭରୁ ହିଁ କହୁଛି ଯେ ଜୀବାତ୍ମା ଯିଏ ପରମାତ୍ମାଙ୍କର ଅଂଶ, ସେ ତାଙ୍କୁ ଦେଖିପାରେନି। କାହିଁକି? କ'ଣ ଆମ ଆଖି ଆଗରେ ଗୋଟେ ପର୍ଦ୍ଦା ପଡ଼ିଛି କି? ଏକଦମ। ଆଉ ସେହି ପର୍ଦ୍ଦାର ନାଁ ହେଉଛି ଦେହାସକ୍ତି। ଦେହାସକ୍ତି ମାନେ ଶରୀର ସହିତ ନିଜକୁ ଏତେ ମାତ୍ରାରେ ଯୋଡ଼ିଦେବା ଯେ ତା ଛଡ଼ା ଆଉ କିଛି ଦେଖାଯାଏନି। ଦ୍ୱିତୀୟ ମନ୍ତ୍ର ଏହାକୁ କହୁଛି କଳା ଏବଂ ଅତି କଠୋର ଅଜ୍ଞାନ ରୂପୀ ଅନ୍ଧକାର। ଏହି ଦେହାଶକ୍ତି କଥାଟା ଆଜିକାଲି ଦୁନିଆରେ ବହୁତ ରେଲେଭେଣ୍ଟ ଲାଗୁଛି। ସୋସିଆଲ ମିଡିଆରେ ଆମେ କେମିତି ଦେଖାଯାଉଛୁ, ଆମ ଶରୀର କେମିତି, ଏସବୁକୁ ନେଇ ଏତେ ବ୍ୟସ୍ତ। ହଁ, ପ୍ରକୃତରେ ଆମେ କିଏ ସେ କଥା ଭୁଲି ଦେଉଛୁ। ଏହା ହିଁ ବୋଧହୁଏ ସେହି ଅନ୍ଧକାର। ନିଶ୍ଚିତ ଭାବରେ। ଆଉ ବେଦାନ୍ତର ଭାଷାରେ ଏହି ପୁରା ଭ୍ରମକୁ ମାୟା କୁହାଯାଏ। ତୃତୀୟ ମନ୍ତ୍ର କହୁଛି ଏହି ମାୟା 8ଟି ଜିନିଷକୁ ନେଇ ତିଆରି। 8ଟି ଜିନିଷ? ହଁ, 5ଟି ମହାଭୂତ, ମାଟି, ପାଣି, ନିଆଁ, ସେ ସବୁ ଯାହା ଆମ ଶରୀର ତିଆରି କରେ। ଠିକ୍। ଆଉ ତା ସହିତ ଆମର ମନ, ବୁଦ୍ଧି ଆଉ ଅହଙ୍କାର। ଆଚ୍ଛା। ଅର୍ଥାତ୍ ଆମର ପୁରା ପରିଚୟ, ଶରୀରଠାରୁ ଆରମ୍ଭ କରି ଆମ ଭାବନା, ଆମ ବିଚାର, ଆମର ମୁଁପଣ, ସବୁକିଛି ଏହି ମାୟାର ଖେଳ। ଏକଦମ ଠିକ୍। ଅଜ୍ଞାନୀ ଲୋକମାନେ କ'ଣ କରନ୍ତି ନା, ଏହି 8ଟି ଜିନିଷକୁ ହିଁ ସତ ବୋଲି ଭାବନ୍ତି, ତାହାରି ଧ୍ୟାନ କରନ୍ତି। ସେଥିପାଇଁ ଏହାର ପଛରେ ଥିବା ସତ୍ୟକୁ ଦେଖିପାରନ୍ତି ନାହିଁ। ହଁ, ଏହି ମାୟା ହିଁ ଆମ ଭିତରେ ମୋହ, ଆସକ୍ତି ସବୁକିଛି ସୃଷ୍ଟି କରେ। ଏହି ମାୟାର ଧାରଣାଟା ଟିକେ ଶୁଖିଲା ଲାଗୁପାରେ, କିନ୍ତୁ ମୁଁ ଦେଖୁଛି ଉପନିଷେଦ ଏହାକୁ ବୁଝାଇବା ପାଇଁ ଗୋଟେ ବହୁତ ସୁନ୍ଦର ଚିତ୍ର ବ୍ୟବହାର କରିଛି, ଗୋଟିଏ ଗାଈର କଥା। ହଁ, ଆଉ ଏଇଟା ହିଁ ଏହି ଉପନିଷଦର ସବୁଠୁ ମଜାଦାର ଅଂଶ। ପଞ୍ଚମ ମନ୍ତ୍ରରେ ମାୟାକୁ ଏକ ଅଦ୍ଭୁତ ଗାଈ ସହିତ ତୁଳନା କରାଯାଇଛି। ଅଦ୍ଭୁତ ଗାଈ? ହଁ, ଭାବନ୍ତୁ, ଏମିତି ଏକ ଗାଈ ଯାହାର ଆରମ୍ଭ ନାହିଁ କି ଶେଷ ନାହିଁ। ସେ ସମସ୍ତଙ୍କର ମା, ସମସ୍ତଙ୍କୁ ପାଳୁଛି। ଆଉ ତାର 3ଟି ରଙ୍ଗ, ଧଳା, କଳା ଆଉ ଲାଲ। 3ଟି ରଙ୍ଗ, ଧଳା, କଳା ଆଉ ଲାଲ। ଏଇଟା ଟିକେ ଅଜବ ଲାଗୁଛି। କିଛି ବିଶେଷ କାରଣ ଅଛି କି ଏହି ରଙ୍ଗଗୁଡ଼ିକ ପଛରେ? ନିଶ୍ଚିତ ଭାବେ। ଏହା ହେଉଛି ସାଂଖ୍ୟ ଦର୍ଶନର 3 ଗୁଣର ପ୍ରତୀକ। ଆଚ୍ଛା, ସେଇ 3 ଗୁଣ? ହଁ, ଧଳା ରଙ୍ଗ ହେଲା ସତ୍ୱଗୁଣ, ମାନେ ଜ୍ଞାନ, ଶାନ୍ତି। କଳା ରଙ୍ଗ ହେଲା ତମଗୁଣ, ଅଜ୍ଞାନ, ଆଳସ୍ୟ। ଆଉ ଲାଲ ରଙ୍ଗ ହେଉଛି ରଜଗୁଣ, କର୍ମ, ଆବେଗ, ଆସକ୍ତି। ବାଃ, କେତେ ଗଭୀର କଥା। ଆମର ସବୁ ଅନୁଭୂତି ଏଇ 3 ଗୁଣ ଭିତରେ ହିଁ ଘୂରି ବୁଲୁଛି। ଠିକ୍। ତେବେ ଏହି ମାୟାରୂପୀ ଗାଈର କ୍ଷୀର, ଏହି ସାଂସାରିକ ଅନୁଭୂତିକୁ କିଏ ଭୋଗ କରୁଛି? ଏଠି ହିଁ କାହାଣୀରେ ଗୋଟେ ମୋଡ଼ ଆସୁଛି। ଷଷ୍ଠ ମନ୍ତ୍ର କହୁଛି ଯେ ସବୁ ଅଜ୍ଞାନୀ ଜୀବ ଏହି ଗାଈର କ୍ଷୀର ପିଉଛନ୍ତି, କିନ୍ତୁ ଆଉ ଜଣେ ବି ଅଛନ୍ତି
ଯିଏ ଏହାକୁ ପାନ କରନ୍ତି। କିଏ ସେ? ସ୍ୱୟଂ ପରମାତ୍ମା। ଏ କଥାଟା ଟିକେ ବୁଝି ହେଲାଣି। ଯଦି ଅଜ୍ଞାନୀ ଜୀବ ମାୟାରେ ବାନ୍ଧି ହୋଇ ଭୋଗ କରୁଛି, ତେବେ ପରମାତ୍ମା ବି କ'ଣ ସେମିତି ବନ୍ଧନରେ? ନା, ଦୋ ନୁହେଁ। ଏଠି ଫରକଟା ହେଲା ବାଧ୍ୟତା ଆଉ ସ୍ୱେଚ୍ଛା। ଓହୋ। ଗୋଟେ ଉଦାହରଣ ନବା। ଆମେ ସମସ୍ତେ ମାୟାର ଜେଲ ଭିତରେ କଏଦୀ ପରି, ଯିଏ ବାଧ୍ୟ ହୋଇ ଜେଲର ଖାଦ୍ୟ ଖାଉଛି। ହୁଁ। କିନ୍ତୁ ପରମାତ୍ମା ହେଉଛନ୍ତି ସେହି ଜେଲ ପରିଦର୍ଶକଙ୍କ ପରି, ଯିଏ ନିଜ ଇଚ୍ଛାରେ ଜେଲ ଭିତରକୁ ଆସିଛନ୍ତି ଆଉ ସେହି ଖାଦ୍ୟକୁ କେବଳ ପରଖି ଦେଖୁଛନ୍ତି। ଆଚ୍ଛା। ଦୁହେଁ ଗୋଟିଏ ଜାଗାରେ, କିନ୍ତୁ ଜଣେ ବନ୍ଧନରେ ଆଉ ଜଣେ ପୁରା ସ୍ୱାଧୀନ। ଏହି ଜେଲ୍ ଉଦାହରଣଟି କଥାଟିକୁ ବହୁତ ସ୍ପଷ୍ଟ କରିଦେଲା। କିନ୍ତୁ ଗୋଟେ ପ୍ରଶ୍ନ ଆସୁଛି, ଯଦି ପରମାତ୍ମା ଏତେ ସ୍ୱାଧୀନ, ତେବେ ସେହି ଲୀଳା ବା ଖେଳ ଭିତରକୁ ଆସନ୍ତି କାହିଁକି? ଠିକ୍, ଏଇଟା ବହୁତ ବଡ଼ ପ୍ରଶ୍ନ। ହଁ, ଏହାର କ'ଣ ଦରକାର? ଦେଖନ୍ତୁ, ଏହାର କୌଣସି ସରଳ ଉତ୍ତର ନାହିଁ। କିଛି ଦର୍ଶନ କହେ ଏହା ତାଙ୍କର ସ୍ୱଭାବ, ତାଙ୍କର ଆନନ୍ଦର ଅଭିବ୍ୟକ୍ତି। ଯେମିତି ଜଣେ କଳାକାର ବିନା କାରଣରେ କେବଳ ଖୁସି ପାଇଁ ସୃଷ୍ଟି କରେ। ତାକୁ କେହି ବାଧ୍ୟ କରେନି? ଠିକ୍ ସେହିପରି ପରମାତ୍ମାଙ୍କ ପାଇଁ ଏହି ସୃଷ୍ଟି ଏକ ଲୀଳା। ଆମେ ବାଧ୍ୟ ହୋଇ ଖେଳୁଛୁ, ସେ ଇଚ୍ଛାରେ ଖେଳୁଛନ୍ତି। ଏତିକି ହିଁ ଫରକ। ବୁଝିଲି। ତେବେ ଆମେ ଆମ ପହେଳିର ପ୍ରଥମ ଅଂଶର ସମାଧାନ ପାଇଗଲେ। ଏବେ ଦ୍ୱିତୀୟ ପର୍ଯ୍ୟାୟକୁ ଆସିବା। ଯଦି ଏହି ଗାଈଟା ଭ୍ରମ, ତେବେ ଏହାର ପଛରେ ଥିବା ପ୍ରକୃତ ସତ୍ୟ ବା ବ୍ରହ୍ମଙ୍କ ସ୍ୱରୂପ କିପରି? ଏଠାରେ ଉପନିଷଦ ଏକ ମଜାଦାର କାମ କରେ। ସେ ବ୍ରହ୍ମଙ୍କର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଣ୍ଣନା ଦିଏନି। କାହିଁକି? କାରଣ ଯେକୌଣସି ବର୍ଣ୍ଣନା ତାଙ୍କୁ ସୀମିତ କରିଦେବ। ଏକାଦଶ ମନ୍ତ୍ରରେ ତାଙ୍କୁ ଗୋଟିଏ ସ୍ତମ୍ଭ ପରି ଅଚଳ କୁହାଯାଇଛି। ପୁଣି ସଂସାର ରୂପୀ ଗାଡ଼ିକୁ ଟାଣୁଥିବା ବଳଦ ସହିତ ବି ତୁଳନା କରାଯାଇଛି। ହଁ, ଏହା ଟିକେ ଦ୍ୱନ୍ଦ୍ୱରେ ପକାଉଛି। ଆଗକୁ ଉପନିଷଦ କହୁଛି କିଛି ଲୋକ ତାଙ୍କୁ 26 ତତ୍ତ୍ୱ ରୂପେ ଦେଖନ୍ତି, କିଛି 27 ତତ୍ତ୍ୱ, କେହି ଦ୍ୱୈତ କୁହନ୍ତି ତ କେହି ଅଦ୍ୱୈତ। ଏତେ ମତଭେଦ କାହିଁକି? ଏହା ହିଁ ତ ଏହାର ସୌନ୍ଦର୍ଯ୍ୟ। ଦେଖନ୍ତୁ, ଭାରତୀୟ ଦର୍ଶନରେ ସୃଷ୍ଟିକୁ ବୁଝିବା ପାଇଁ ଅଲଗା ଅଲଗା ମଡେଲ ଅଛି। ଯେମିତି ସାଂଖ୍ୟ ଦର୍ଶନ 24ଟି ତତ୍ତ୍ୱ କଥା କହେ। କିଛି ଲୋକ ସେଥିରେ ଆଉ କିଛି ମିଶାଇ 26 କହନ୍ତି। ସେହିପରି ଦ୍ୱୈତମାନେ ଜୀବ ଆଉ ଈଶ୍ୱର ଅଲଗା, ଆଉ ଅଦ୍ୱୈତମାନେ ଦୁହେଁ ଏକ। ଆଚ୍ଛା। ଉପନିଷଦ କହୁଛି ଏସବୁ ହେଉଛି ଗୋଟିଏ ଅସୀମ ସତ୍ୟକୁ ଦେଖିବାର ଅଲଗା ଅଲଗା ଚଷମା। କୌଣସି ଗୋଟିଏ ଚଷମା ପୂରା ସତ୍ୟକୁ ଦେଖାଇ ପାରିବ ନାହିଁ। ତାହେଲେ ମୂଳ କଥା ହେଉଛି ଯେ ସେହି ପରମ ସତ୍ୟ ସବୁ ବର୍ଣ୍ଣନାର ବାହାରେ। ଏକଦମ। ସେଥିପାଇଁ ଉପନିଷଦ ଶେଷରେ ଦୁଇଟି ବହୁତ ସୁନ୍ଦର ଉଦାହରଣ ଦେଉଛି। ସପ୍ତଦଶ ମନ୍ତ୍ରରେ କୁହାଯାଇଛି, ଯେପରି ଶହ ଶହ ନଦୀ ଅଲଗା ଅଲଗା ବାଟରେ ଯାଇ ଶେଷରେ ଗୋଟିଏ ସମୁଦ୍ରରେ ମିଶନ୍ତି, ସେହିପରି ସବୁ ଜୀବଜଗତ ସେହି ଗୋଟିଏ ବ୍ରହ୍ମଙ୍କଠାରେ ହିଁ ଅଛନ୍ତି ଆଉ ତାଙ୍କରିଠାରେ ହିଁ ମିଶିଯିବେ। ଠିକ୍ କହିଲେ। ଯେତେବେଳେ ମୁଁ ଏହି ନଦୀ ଆଉ ସମୁଦ୍ର କଥା ଭାବୁଛି, ମୋତେ ଲାଗୁଛି ଆମେ ସମସ୍ତେ ନିଜର ନିଜର ଛୋଟ ଛୋଟ ପରିଚୟକୁ ନେଇ ବ୍ୟସ୍ତ, କିନ୍ତୁ ଶେଷରେ ସମସ୍ତେ ସେହି ଗୋଟିଏ ସତ୍ୟର ଅଂଶ। ଏହାକୁ ଆହୁରି ସ୍ପଷ୍ଟ କରିବା ପାଇଁ ପରବର୍ତ୍ତୀ ମନ୍ତ୍ରରେ ପାଣିର ବୁଦ୍ବୁଦ୍ର ଉଦାହରଣ ଦିଆଯାଇଛି। ପାଣିର ବୁଦ୍ବୁଦ୍? ହଁ, ଯେମିତି ସେ ପାଣିରୁ ସୃଷ୍ଟି ହୁଏ, କିଛି ସମୟ ରହେ ଆଉ ପୁଣି ପାଣିରେ ହିଁ ମିଳିଯାଏ। ଆମର ଏହି ଜୀବନ, ଏହି ସୃଷ୍ଟି ମଧ୍ୟ ସେହିପରି। ବହୁତ ସୁନ୍ଦର। ତେବେ ଆମ ପହେଲିର ଦୁଇଟି ଅଂଶ ସମାଧାନ ହୋଇଗଲା। ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଏହି ଭ୍ରମରୁ ବାହାରି ସତ୍ୟକୁ ଅନୁଭବ କରିବାର ବାଟ କ'ଣ? ଏବେ ଆମେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲେ। ସେହି ଲୁଚି ରହିଥିବା ସାକ୍ଷୀ। ଏହାର ବାଟ ବାହାରେ ନାହିଁ, ଆମ ଭିତରେ ହିଁ ଅଛି। ଊନବିଂଶ ମନ୍ତ୍ରରେ ଗୋଟିଏ ଶବ୍ଦ ବ୍ୟବହାର କରାଯାଇଛି, କ୍ଷେତ୍ରଜ୍ଞ। କ୍ଷେତ୍ରଜ୍ଞ? ହଁ, କ୍ଷେତ୍ର ମାନେ ଏହି ଶରୀର, ଆଉ କ୍ଷେତ୍ରଜ୍ଞ ମାନେ ଯିଏ ଏହି ଶରୀରକୁ ଜାଣୁଛି, ଏହାର ସବୁ କାମକୁ ଦେଖୁଛି। ଏଇଟା ଠିକ୍ ସେଇଆ ଯାହା ଗୀତାରେ ଭଗବାନ କହିଛନ୍ତି, ଇଦମ୍ ଶରୀରମ୍ କୌନ୍ତେୟ କ୍ଷେତ୍ରମିତ୍ୟଭିଧୀୟତେ। ଏକଦମ ସେଇ କଥା। ଉପନିଷଦ କହୁଛି, ସେହି ପରମାତ୍ମା ଆମ ସମସ୍ତଙ୍କ ଭିତରେ ସେହି କ୍ଷେତ୍ରଜ୍ଞ ବା ସାକ୍ଷୀ ଚୈତନ୍ୟ ରୂପରେ ବସିଛନ୍ତି। ଏହାକୁ ବୁଝାଇବା ପାଇଁ ଅଷ୍ଟମ ମନ୍ତ୍ରରେ ଏକ ଅଦ୍ଭୁତ ଚିତ୍ର ଦିଆଯାଇଛି। କ'ଣ ସେହି ଚିତ୍ର? ଭାବନ୍ତୁ, ଏକ ବିଶାଳ ପିପଳ ଗଛ, ଯାହା ଏହି ସଂସାରର ପ୍ରତୀକ। ସେହି ଗଛ ଉପରେ ଦୁଇଟି ପକ୍ଷୀ ବସିଛନ୍ତି। ଦୁଇଟି ପକ୍ଷୀ? ହଁ, ଗୋଟିଏ ପକ୍ଷୀ ଗଛର ମିଠା ଓ ପିତା ଫଳକୁ ଖାଇବାରେ ବ୍ୟସ୍ତ। କେତେବେଳେ ଖୁସି ହେଉଛି ତ କେତେବେଳେ ଦୁଃଖୀ ହେଉଛି। ଏହି ପକ୍ଷୀଟି ହେଉଛି ଜୀବାତ୍ମା। ଆଉ ଦ୍ୱିତୀୟ ପକ୍ଷୀଟି, ସେ କ'ଣ କରୁଛି? ଦ୍ୱିତୀୟ ପକ୍ଷୀଟି କିଛି ବି କରୁନାହିଁ। ସେ କେବଳ ଚୁପଚାପ ନୀରବରେ
ପ୍ରଥମ ପକ୍ଷୀର ସବୁ କାମକୁ ଦେଖୁଛି। ସେ ଫଳ ଖାଉନି, ତେଣୁ ତା ପାଇଁ ସୁଖ ଦୁଃଖ କିଛି ନାହିଁ। ସେ କେବଳ ଜଣେ ସାକ୍ଷୀ। ହଁ, ଏହି ଦ୍ୱିତୀୟ ପକ୍ଷୀଟି ହିଁ ପରମାତ୍ମା, ଆମ ଭିତରର କ୍ଷେତ୍ରଜ୍ଞ। ଓହୋ, ତାହେଲେ ମୁକ୍ତିର ବାଟ ହେଉଛି ସେଇ ଫଳ ଖାଉଥିବା ପକ୍ଷୀର ଭୂମିକାରୁ ବାହାରି ସେହି ଦେଖୁଥିବା ପକ୍ଷୀର ଭୂମିକାକୁ ଆପଣାଇ ନେବା। ଏକଦମ। ଯେତେବେଳେ ସେହି ପ୍ରଥମ ପକ୍ଷୀ ମାନେ ଜୀବାତ୍ମା ନିଜର ସୁଖ ଦୁଃଖରେ ଥକିଯାଇ ମୁହଁ ଟେକି ଦ୍ୱିତୀୟ ପକ୍ଷୀକୁ ଦେଖେ, ସେତେବେଳେ ସେ ବୁଝିପାରେ ଯେ ତାର ପ୍ରକୃତ ସ୍ୱରୂପ ସେଇ ଶାନ୍ତ ସ୍ଥିର ସାକ୍ଷୀ ପକ୍ଷୀ ପରି। ଏହା ହିଁ ଜ୍ଞାନ। ତେବେ ଏହି ଜ୍ଞାନ ଲାଭ କଲେ ଫଳ କ'ଣ ମିଳେ? ଜଣେ ଯଦି ନିଜକୁ ସେଇ ସାକ୍ଷୀ ଭାବରେ ଚିହ୍ନି ପାରିଲା, ତାପରେ କ'ଣ ହୁଏ? ଏହାର ଫଳାଫଳ ଉପନିଷଦର ଶେଷ ମନ୍ତ୍ରରେ ଲେଖା ଅଛି। ଯେଉଁମାନେ ବ୍ରହ୍ମଙ୍କୁ ଜାଣନ୍ତି, ସେମାନେ ବ୍ରହ୍ମଙ୍କୁ ହିଁ ପାଇଯାଆନ୍ତି। ଏବଂ ତାଙ୍କରିଠାରେ ହିଁ ଲୀନ ହୋଇଯାଆନ୍ତି। ହଁ। ଏଠି ଜାଣିବା ଓ ହୋଇଯିବା ଗୋଟିଏ କଥା। ଗୋଟିଏ ପାଣି ବୁନ୍ଦା ଯେତେବେଳେ ନିଜକୁ ସମୁଦ୍ରର ଅଂଶ ବୋଲି ଜାଣିଯାଏ, ସେ ସେହି ମୁହୂର୍ତ୍ତରେ ସମୁଦ୍ର ହିଁ ହୋଇଯାଏ। ବାଃ, କେତେ ସୁନ୍ଦର ଯାତ୍ରାଟିଏ। ତେବେ ଆମେ ଆଜିର ଆଲୋଚନାରେ ଆମ ମୂଳ ପହଳିରୁ ଆରମ୍ଭ କରି ମାୟାରୂପୀ ଗାଈର ବନ୍ଧନକୁ ବୁଝିଲେ। ତାପରେ ଦେଖିଲେ ଯେ ସତ୍ୟ ହେଉଛି ସମୁଦ୍ର ପରି ଏକ ଅଖଣ୍ଡ ବ୍ରହ୍ମ, ଆଉ ଶେଷରେ ସେହି ସତ୍ୟକୁ ଅନୁଭବ କରିବାର ବାଟ ହେଉଛି ନିଜ ଭିତରର ସେହି ସାକ୍ଷୀ ପକ୍ଷୀକୁ ଚିହ୍ନିବା। ଆଉ ଯଦି ଆମେ ସ୍ୱାମୀ ପ୍ରଣବାନନ୍ଦଙ୍କ ଦୃଷ୍ଟିକୋଣକୁ ଫେରିଆସିବା, ତେବେ ଏହା କେବଳ ଏକ ଦର୍ଶନ ନୁହେଁ, ଏହା ଆତ୍ମାର ବିଜ୍ଞାନ। ଏକ ପ୍ରକାର ଆନ୍ତରିକ ପ୍ରୟୋଗ, ଇଣ୍ଟରନାଲ ଏକ୍ସପେରିମେଣ୍ଟ। ଏକଦମ। ଯେମିତି ବିଜ୍ଞାନରେ ଏକ ହାଇପୋଥେସିସ୍ ଥାଏ, ଏକ ମେଥଡ୍ ଥାଏ, ଆଉ ଏକ ଭେରିଫାଏବଲ୍ ରିଜଲ୍ଟ ଥାଏ, ଠିକ୍ ସେହିପରି ଏଠାରେ ସିଦ୍ଧାନ୍ତ ହେଉଛି ତୁମେ ସେହି ସାକ୍ଷୀ, ପ୍ରଣାଳୀ ହେଉଛି ଧ୍ୟାନ, ଆଉ ଫଳାଫଳ ହେଉଛି ଦୁଃଖରୁ ମୁକ୍ତି। ଏହା ପ୍ରକୃତରେ ଏକ ଶକ୍ତିଶାଳୀ ଚିନ୍ତାଧାରା। ଆମେ ଆଜିର ଆଲୋଚନା ଶେଷ କରିବା ପୂର୍ବରୁ ଶ୍ରୋତାମାନଙ୍କ ପାଇଁ ଏକ ଚିନ୍ତନ ଛାଡ଼ିଯିବା। ନିଶ୍ଚୟ। ଆମେ ସମସ୍ତେ ପ୍ରତି ମୁହୂର୍ତ୍ତରେ ସେହି ପ୍ରଥମ ପକ୍ଷୀ ପରି କିଛି ନା କିଛି କରୁଛୁ, କିଛି ନା କିଛି ଅନୁଭବ କରୁଛୁ, ରାଗ, ଖୁସି, ଚିନ୍ତା, ଆଉ ସେହି ଅନୁଭୂତି ସହିତ ପୂରାପୂରି ଏକା ହୋଇଯାଉଛୁ। ତେବେ ଚିନ୍ତନ ପାଇଁ ପ୍ରଶ୍ନଟି ହେଉଛି, ଆଗାମୀ ଥର ଯେତେବେଳେ କୌଣସି ଏକ ତୀବ୍ର ଭାବନା ଆସିବ, ସେତେବେଳେ କ'ଣ କ୍ଷଣିକ ପାଇଁ ସେହି ଅନୁଭବ କରୁଥିବା ବ୍ୟକ୍ତିର ଭୂମିକାରୁ ବାହାରି ସେହି ଦ୍ୱିତୀୟ ପକ୍ଷୀ ପରି ନୀରବରେ ନିଜ ଭିତରେ ଘଟୁଥିବା ସେହି ଭାବନାକୁ କେବଳ ଦେଖିହେବ? କର୍ତ୍ତା ଭାବରୁ ସାକ୍ଷୀ ଭାବକୁ ଆସିଲେ କ'ଣ ପରିବର୍ତ୍ତନ ଅନୁଭବ ହେଉଛି?